ଆପଣ ଦେଖନ୍ତୁ ଆପଣଙ୍କର ନିଆଁ ଶବ୍ଦ କେଉଁଠି ହେଲେ ବେଦରେ ବ୍ୟବହାର ହେଇନଥିବ, ଗୋଟେ ବୌଦ୍ଧିକ ସ୍ତରରେ ବ୍ୟବହାର ହେଇନଥିବ, ତା ପାଇଁ ଆମେ ବ୍ୟବହାର କରିଥିବା ନିଶ୍ଚିତ ଭାବରେ ଅଗ୍ନି। ସେମିତି ଦେଖନ୍ତୁ ଆପଣ ପାଣିର ଓଡ଼ିଆରେ ପାଣିର ଅନେକ ପ୍ରତିଶବ୍ଦ ବି ଅଛି, କିନ୍ତୁ ପାଣି ଶବ୍ଦର ବ୍ୟବହାର ନଥାଇ ଅନେକ ଜାଗାରେ ଜଳ ଶବ୍ଦର ବ୍ୟବହାର ହେଇଥାଏ। ସେମିତି ଦେଖନ୍ତୁ ଚାଉଳ, ଯେତେବେଳେ ବେଦର ମନ୍ତ୍ର ଅଛି ବା ଆମେ ଶ୍ରାଦ୍ଧ କାର୍ଯ୍ୟ କରୁଛନ୍ତି, ପୁଣ୍ୟ କାର୍ଯ୍ୟ କରୁଛନ୍ତି, ଯଜ୍ଞ ହୋମାଦି କାର୍ଯ୍ୟ କରୁଛନ୍ତି, ସେତିକିବେଳେ ଚାଉଳ ବଦଳରେ ଆମେ ଅକ୍ଷତର ବ୍ୟବହାର କରୁଛନ୍ତି। ମୋର କହିବାର ତାତ୍ପର୍ଯ୍ୟ ହେଉଛି ଶବ୍ଦର ଯେତେବେଳେ ଆମେ ପ୍ରୟୋଗ କରିବା ସେହି ସମୟରେ ଆମେ ଟିକେ ସଚେତନ ରହିବା, ଅନ୍ତତଃ କାହା ମନରେ ଏହା ଦୁଃଖ ନ ଦେଉ। ଆଉ ଯେଉଁଟା ମୁଁ କହିଥିଲି ନା ଇଏ ଭଲ ସମୟ ସଦାବେଳେ ଆମ ପାଖରେ ଅଛି, ନା ଇଏ ଖରାପ ସମୟ ସଦାବେଳେ ଆମ ପାଖରେ ଥିବ।